ବାପା ସେ ନଟିଆ ହରିକା ଆଜି ନୂଆ ବର୍ଷ ଭୋଜି କରୁଛନ୍ତି, ମୁଁ ବି ତାଙ୍କ ସାଙ୍ଗରେ ଭୋଜି କରିବି। ଏ ଖେଚର ଟୋକା କଣ କହିଲୁ? ସେ ଚଟିଆ ମଇଁଷି ପୁଅ ସହ ମିଶିବାକୁ କହୁଛୁ? ଦେଖିବୁ ଏଇନା ମତେ। ସେମାନେ ହେଲେ ପରା ଆମ ଶତ୍ରୁ। ତାଙ୍କ ପୁଅ ବି ଆମକୁ ପାଣି ପିଆଇ ଦଉଛି। ସେମାନେ ବି ହଉଛନ୍ତି ତୋ ଶତ୍ରୁ, ବୁଝିଲୁ? ଆଚ୍ଛା ବୁଝିଗଲି, ତାହେଲେ ସେମାନେ ବି ଆମର ଶତ୍ରୁ। ଯାଉଛି ତାଙ୍କ ଭୋଜିକୁ ପୁରା ନଷ୍ଟ କରିଦେବି। ବାସ୍ ବଢିଆ କଥାଟା କହିଲୁ। ଯା ଆଉ ଡେରି କରନା, ଶୀଘ୍ର ଶୀଘ୍ର ଯା। ଆରେ ରହ, ମୋ ପୁଅଟାକୁ ବି ସାଙ୍ଗରେ ନେଇଯା। ନଟିଆ ଆଉ ତା ସାଙ୍ଗମାନେ ନୂଆ ବର୍ଷ ଭୋଜି କରୁଛନ୍ତି। ଆରେ ହଁ ପରା, ଆମ ବାପା ମାନଙ୍କୁ ସବୁବେଳେ ହଇରାଣ କରୁଛନ୍ତି, ଆଜି ତାକୁ ଛାଡିବନି। ଚାଲ ଗୋଟେ କାମ କରିବା, ଏମାନଙ୍କ ଚିକେନ ଜର୍ଜ ନେଇକି ପଳେଇବା, ଆଉ ଏମାନେ ଭୋଜି କରୁଥିବେ ବସିକି। ଚିକେନ ତାହେଲେ କାହିଁକି? ଆରେ ଏଇକିରେ ସେ ଚିକେନ ଦୋକାନ ଚିକେନ ଧରି ଆସିଥିଲା। ଚିକେନ କୋଉଠି ରଖିଛ ପଚାରେ ତାକୁ। ଚିକେନ ପରେ ନେଉଳ ଜାଗା ଆଣିଥିଲେ, ରଖିଛୁ ଚିକେନ ନା ସବୁ ଘରକୁ ନେଇଯାଇଛ? ନଟିଆ ଏମିତି କହିବୁନି କହୁଛି। ଆମେ ଚିକେନ ଆଣିକି ଏଇଠି ଥୋଇଥିଲୁ। ହଁ ଯଦି ଥୋଇଥିଲ ତାହେଲେ କଣ ଚୋର ଆସିକି ନେଇଗଲା? ନାଇଁ ତ, ଆମେ କାହିଁ ଜାଣିନୁ। Let's make this New Year faster, sexier, and bigger with the 2025G smartphone, Redmi 14C 5G. କୋଉ ଜଙ୍ଗଲି ଯାକ ଆସିକି ନେଇଯାଇଥିବ, ତମେ ସବୁ ଦେଖିପାରିଲନି କେମିତି? ହଉ ଛାଲ, ଛୁଆ ବସ୍ତା ଭୋଜି ତଲେ ଚିକେନ ଦିଟା ପାଟିଲେ ବାଜିଥାନ୍ତା, ନବା ଦେଲେ লাই ଆଉ ସବୁ ଭାତ ଡାଲି ଆଉ ସାଲାଡ ଖାଇକି ଚଲେଇଦବା। ଆରେ ମାମୁଁ ହେରିକା ସବୁ ଆରପଟେ ଭୋଜି କରୁଛନ୍ତି, ସବୁ ବୋଧେ ଗୀତ ବଜେଇ ନାଚୁଛନ୍ତି। ଚାଲ ଚାଲ ତାଙ୍କରି ଭୋଜିକୁ ଯାଇକି ଅଧା ଚିକେନ ନେଇ ଆସିବା। ଚାଲ ଚାଲ। ଆରେ ମୋ ପାଖରେ ବା ଘନିଆ ବସିଥିଲା, ସିଏ ଖାଇଥିବ, ମୁଁ କିନ୍ତୁ ଜାଣିନି। ଅରେ ସୁର, ତୁ କଣ ମୋ ଅନା ଦଉଛୁ? ତୁ ତ ଜଟିଆକୁ ଚାଖିବାକୁ ଦେଇଥିଲୁ, ଆଉ ତାକୁ ତାକୁ ସେ ସବୁ ଖାଇ ଦେଇଥିବ, ଏଥିରେ ମୋର ଦୋଷ କଣ? ଆରେ ତମାନେ ଏ ପିଲାଙ୍କ ଭଳିଆ କଣ ଝଗଡା କରୁଛ? ଖାଇଛ ତ ଖାଇଛ, ଏ ବଂଶୀ ଆଗ ଆରମ୍ଭ କଲା ନା। କି ମସ୍ତ ଚିକେନ ରନ୍ଧା ହେଇଛି। ତୋ ବାପା ତ ଭଲ ରୋଷେଇ କରୁଛନ୍ତି। ଆରେ ହେ, ତମେ ସବୁ ଆମ ଚିକେନ ଚୋରେଇକି ଆଣି ଖାଉଛ, ଆଉ ଆମେ ସେପଟେ ଝଗଡା ହଉଛୁ ଚିକେନ କିଏ ଖାଇଲା ବୋଲି। ସବୁ ଏଇ ଟୋକାରେ କାମ। ମୁଁ ତ କିଛି କରିନି, ନେଉଳ ଯାକ ଆମ ଚିକେନ ହଜେଇଛନ୍ତି ବୋଲି ଏଇ ଆଇଡିଆ ଦେଲେ। ହଁ ପରା, ଆଉ ଆମ ବାଳୁକା ଦିଟା ସବୁ ପ୍ଲାନ ବନେଇଥିବେ ନା, ଆଉ ତମ ପ୍ଲାନ ବି ନେଇଯାଅ।
ପୁଅକୁ ମତେ ଦେଇଦିଅ ଆଉ ତମେ ଯାଇକି ଲୁଗା ବଦଳେଇ ଦିଅ। ତମେ ଜାଣିଛ ବାପା, ତମ ପୁଅକୁ ଝିଅର ହଗିସ୍ ଆଉ ୱାଇପ୍ସ ଆଣିବାକୁ କହିଥିଲି, କିନ୍ତୁ ସେ ଆଣିନାହାନ୍ତି। ମୁଁ ଯାଇକି ନେଇ ଆସୁଛି। ଏ ବେପାର କରୁ କାହିଁକି ଦୋକାନରେ ଛାଡ଼ିକି ଯିବ? ହେ ପ୍ରଭୁ, ଆଜି ହଉଛି ନୂଆ ବର୍ଷ, ଟିକେ ଭଲ ବେପାରଟେ ଦିଅ, ଯେମିତି ବର୍ଷ ଯାକ ଭଲ ବେପାର ହବ। ଗୋଟେ ଭଲ କଷ୍ଟମରଟେ ପଠାଅ ହେ ପ୍ରଭୁ। ନୂଆ ବର୍ଷରେ ଆଗ ଏ ବୁଢା ମୋ ଦୋକାନକୁ ଆସିବାର ଥିଲା। କଣ ନବ ମଉସା? ବୁଝିଲ ମଉସା, ନୂଆ ବର୍ଷରେ ମୋ ଦୋକାନକୁ ଆସିଛ, ଯେମିତି ଅଧିକା ଟଙ୍କାର ଜିନିଷ ନବ, ଆଉ ବର୍ଷ ସାରା ମୋର ଭଲ ବେପାର ହବ। ଏ ବାପା, ମୋ ନାତୁଣୀ ପାଇଁ ଦବୁଛି। କଣ ସେଟା କୁହନ୍ତି ରେ? କଣ ସେଟା ହଗିକି ଆଉ ପୋଷିକି ଦେଲି। ମାନେ ଓ ହଗିସ୍ ଆଉ ୱାଇପ୍ସ ତ? ହଉ ଦଉଛି। ହଉ ନିଅ ମଉସା। ଏ ବାପାରେ ମୁଁ ସିଆଡେ ଯାଇ ବୁଝିଲ ମଉସା, ନୂଆ ବର୍ଷଟାରେ ତମେ ସକାଳୁ ସକାଳୁ ମୋ ସାଙ୍ଗରେ ମଜା କରୁଛ ନାଇଁ? ମୋଟ 700 ଟଙ୍କା ହେଲା। ହଗିସ୍ 500, ୱାଇପ୍ସ 200 ଟଙ୍କା। କେତେ କହିଲୁ? 700? ନୂଆ ବର୍ଷଟାରେ ଏତେ ଟଙ୍କା ଖର୍ଚ୍ଚ କରେଇଲୁ? ବର୍ଷ ଯାକ ମୋର ପାଣି ଭଳିଆ ବୋହିଯିବ। ଏ ଝାଡା ପୋଛିବା ପାଇଁ ମୁଁ 700 ଟଙ୍କା ଦେବି? ଓ ଜିନିଷ ତୋ ଝାଡା ପୋଛିବୁ ନା ତୋ ହଗିସ୍ ଆଉ ପୋଛିବି? ମୁଁ ଯାଉଛି। କେଡେ ରକୁଣା ବୁଢାଟା କିରେ? ଗଲା ଏ ବର୍ଷଟା ବି ପୁଣି କରଜରେ ବୁଡିବି। ହେ ପ୍ରଭୁ। ବାପା, ଝିଅର ଜିନିଷ ଆଣିଲ? ସେଗୁଡାକ କିଛି ଆସିବ ନାହିଁ। ଆମ ଘରେ ମୋର ଛିଡ଼ା ଗାମୁଛା ସବୁ ଅଛି, ସେଥିରେ କାମ ଚଳେଇ ଦିଅ। ତାକୁ ଚାଉଳ ଖରା ନହେଲେ ଛତୁଆ ଟିକେ ଖାଇଦେବି। ଆଉ ମୁଁ ନେଇକି ଆସୁଛି। ମୁଁ ପରା ମନେ କଲି ସେ ଜିନିଷ ସବୁ ଆଣେ ନା। ଏତେ ଟଙ୍କା ଖର୍ଚ୍ଚ କଲେ ବର୍ଷ ସାରା ଟଙ୍କା ଖର୍ଚ୍ଚ କରିବାକୁ ପଡିବ ରେ ବାପା। ହଉ ବାପା, ତାହେଲେ ଛତୁଆ ପାଇଁ କିଲେ କାଜୁ ଆଉ କିଲେ ପିସ୍ତା ଆଣିବେ। ଆରେ ଏ ଛତୁଆ ତ ଲମ୍ବା ଖାଇବାକୁ ଅଧିକା ପଡିଯିବ ରେ। ଏଇଠି ମୋ ନାତୁଣୀ ଖାଇବାରେ ଯଦି ହିସାବ କରିବ ମତେ ଚିହ୍ନିବ କହିଦଉଛି। ନାଇଁ ମୁଁ ହିସାବ କରୁନି। ଆଜି ଦିନଟା ଛୁକୁଟା ଆଣିଦଉ, ତାପରେ ତ ମୁଁ ସବୁବେଳେ ଆଣେ। ଆରେ ମୋର ଗୋଟିଏ ବେଲେ ନାତୁଣୀ। ଏ ସୁକୁଟା ଗଲୁ ଜଲ୍ଦି ଯାଇକି ସବୁ ନେଇକି ପଳେଇ ଆସିବୁ। ଆରେ ରାମ, ନଟିଆ ଆମକୁ ନୂଆ ବର୍ଷରେ ମାଡ଼ ଖୁଆଇଛି। ତାକୁ ବି ଆମେ ନୂଆ ବର୍ଷରେ ମାଡ଼ ଖୁଆଇବା ନା କଣ କହୁଛୁ କହିଲୁ? ନେଉଳ ଭାଇ, ଚାଲେ ଦେଖିବା କଣ କରୁଛି ନଟିଆ ଭାଇ। ନଟିଆ, ଏ ନଟିଆ, ଆରେ କେତେ ଶୋଇଛୁ ରେ? ମୁଁ ଫେରିଲା ବେଳକୁ ଗାଡିଟା ଧୋଇ ଦେଇଥିବୁ। ନୂଆ ବର୍ଷ
ଭୀମା ଅଜା ବାଡିରେ ପରା ପଣସ ଅଛି ତୁ ଆମ ପାଇଁ ଗୋଟେ ଛିଣ୍ଡେଇକି ଆଣିବୁ କି? ହଁ ନଟିଆ ଭାଇ ଭୀମା ଅଜାକୁ ଆମେ କହିସାରିଛୁ ତୁ ଖାଲି ଗଛରୁ ତୋଳିକି ଆଣିବା କଥା ଆଉ ବୁଝିଲୁ ବୁଝି ପଣସ ଆଣିବେ मलाई कटन साड़ी